ଥିଲା ମୋ ଭାଉଜଙ୍କର ସାଦଖିଆ ସେ ମୋ ପାଇଁ ମିଠା ପଠେଇଥିଲେ। ବାଙ୍କ ପାଇଁ ଆଉ ବୋଉଙ୍କ ପାଇଁ ଏଠି ବାଢି ଦେଇଥିଲେ। ମୁଁ ଗଲି ଟିକେ ନାଲି ଚାହା କରିକି ପିଇବା ପାଇଁ। ହେଇଥିବା ବର୍ଷାଟା ସତରେ ପୁରା ଥଣ୍ଡା କରିଦଉଛି ବଡିକୁ। ବାପା ଆଣିଥିଲେ ବାରିରୁ ଜହ୍ନି ଆଉ କିଛି କଲରା। ମୁଁ ତାକୁ ରଖିଦେଇକି ମେସିନଟାକୁ ଭଲ ଭାବରେ ପୋଛି ଦେଇଥିଲି। ବର୍ଷା ପାଗରେ ତ ଇଚ୍ଛା ହଉନି ସିଲେଇ କରିବା ପାଇଁ ଜମା ବି। ସେଇଥିରୁ ମୁଁ ବାଛିକି ଗୋଟେ ଖାସ୍ତା ଗଜା ଖାଇ ଦେଇଥିଲି। ମତେ ମିଠା ଭିତରୁ ଖାସ୍ତା ଗଜା ହିଁ ଭଲ ଲାଗେ। ମୋ ନଡ଼ରେ ପୁଣି 3ଟା ଛତୁ ହେଇଥିଲା। ମୁଁ ତାକୁ ଭଲ ଭାବରେ ତୋଳିକି ଆଣିଲି ହେରି। ଅଲଗା ବେଡରେ ପୁଣି ଏମିତି ଛୋଟ ଛୋଟ ପୁଣି କଢ଼ ହେଇଥିଲା। ମୁଁ ତାପରେ ହଳଦୀ ପାଣି ତାକୁ କିଛି ସମୟ ରଖି ସାରିଲା ପରେ ତାୱାରେ ତେଲ ଗରମ କଲା ପରେ ତାକୁ ନିଆଁ ଧୂଆଁ କରିକି ପୁରା ଭାଜି ଦେଇଥିଲି ଭଲ ଭାବରେ କଡ଼କଡ଼ିଆ ପାଗ କରିକି। କଡ଼କଡ଼ିଆ ପାଗ କଲେ ପଖାଳ ସାଙ୍ଗରେ ଖାଇବା ପାଇଁ ବଢିଆ ଲାଗିବ। ପରେ ମୁଁ ତାକୁ ପ୍ଲେଟକୁ ବାଢି ନେଲି। ଭାତ କଂସେ ବାଢି ନେଲା ପରେ ଲଙ୍କା ଲୁଣ ରସୁଣକୁ ଭଲ ଭାବରେ ଦଳି ଚକଟି ଦେଲା ପରେ ସେଥିରେ ଛତୁକୁ ଟିକେ ମେନ୍ଥି ଦେଇ ପଖାଳ ଭାତକୁ ସୁରସୁର ଖାଇ ତାପରେ ସେଇ ଛତୁକୁ ଟିକେ ସୋଷାଡ଼ି ଦେଲେ ଓହୋ ଆତ୍ମା ତୃପ୍ତି ଶବ୍ଦରେ। ପଖାଳ ଭାତକୁ ଚିପୁଡ଼ି ଖାଇବାରେ ଯୋଉ ମଜା ନଥାଏ ସୋଷାଡ଼ି ଖାଇବାରେ ବହୁତ ମଜା ଲାଗେ। 4-5 ଥର ଖାଇସାରିଲା ପରେ ମନକୁ ଟିକେ ଆତ୍ମତୃପ୍ତି ମିଳିସାରିଲା ପରେ ତୋରାଣୀ ଟିକେ ପିଇଦେଲି। ଓଡ଼ିଆ ହେଇ ଯଦି ଆମେ ପଖାଳ ଖାଇସାରିଲା ପରେ ତୋରାଣୀ ନ ପିଇବା ପଖାଳ ଭାତର କୌଣସି ମୂଲ୍ୟ ନଥାଏ। ତାପରେ ଆଫ୍ଟରନୁନରେ ସବୁ କାମ ସାରି ଶୋଇବା ଉଠିଲା ପରେ ବୋଉ ଏଠି ବଳଦଙ୍କ ପାଖରେ ଧୂଆଁ ଦଉଥିଲେ। ଏଇ ବର୍ଷା ପାଗରେ ଯୋଉଭଳି ମଶା ହଉଛନ୍ତି କୁହନ୍ତୁନି ମୋ ମଣିଷଙ୍କ ଠାରୁ ଅଧିକ ମଶାଙ୍କ ସଂଖ୍ୟା ବଢିଗଲାଣି। କଷ୍ଟର ପରିଶ୍ରମ ଏଇଭଳି ଫୁଟୁଛି ଛତୁ। ଟିକେ କରିଦେଇଥିଲି ଛତୁ ପକୋଡା। ପୁଅ ଆଣିଥିଲେ ମୋ ପାଇଁ ଭେଜ ସୁପ୍। ଭିଡ଼ିଓଟି ଭଲ ଲାଗିଥିବ। ରହୁଛି ଜୟ ଜଗନ୍ନାଥ।